मो प्रिय माने प्रभु जीशुଙ୍କ नामରେ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। କ'ଣ ସକାଳ ସମୟରେ ଆପଣମାନେ ଖୁସିରେ ଏବଂ ଆନନ୍ଦରେ ଅଛନ୍ତି? ନିଶ୍ଚୟ ଆପଣ ଖୁସିରେ ଅଛନ୍ତି, କିନ୍ତୁ ମୋ ସହିତ ଯେଉଁମାନେ ଅଛନ୍ତି ଏବଂ ସାଥିରେ ଅଛନ୍ତି ସେମାନଙ୍କୁ ଶୈତାନ ବିରୋଧ କରି ସେମାନଙ୍କୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ, ସର୍ବଦା ବିନାଶ କରିବା ପାଇଁ ଚାହୁଁଛି। ଅନେକଙ୍କ ଜୀବନରେ ଏହିପରି ଅନୁଭବ ଅଳ୍ପରେ ବହୁତ ରହିଅଛି। ଅନେକଙ୍କ ଜୀବନରେ ଶୈତାନର ପ୍ରଭାବ ସେମାନେ ପ୍ରତିଦିନ ଜୀବନରେ ଅନୁଭବ କରୁଛନ୍ତି। ସମସ୍ତଙ୍କ ଜୀବନରେ ଏହିପରି ପରିସ୍ଥିତି ଆସିଥାଏ। ଆପଣ ଯୀଶୁଙ୍କ ଜୀବନରେ ମଧ୍ୟ ଦେଖିପାରିବେ। ସମସ୍ତେ ଶକ୍ତି ପାଇଲେ, କିନ୍ତୁ ସମସ୍ତେ ଶକ୍ତିରେ ରହିପାରିଲେ ନାହିଁ। ଉଦ୍ଧାର ପାଇଲେ ଏକ ଆତ୍ମା ସହିତ, କିନ୍ତୁ ଆମର ସେବା ସକାଶୁ ସେମାନଙ୍କ ଜୀବନରେ ଈର୍ଷା ଆସିଥାଏ। କିନ୍ତୁ ପ୍ରଭୁଙ୍କ ଦାସ ଦ୍ୱିତୀୟ ସାମୁଏଲର ପୁସ୍ତକରେ 22 ଅଧ୍ୟାୟର 39 ପଦରେ, ପୁଣି ସେ ମୋ ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି। ହଁ, ତୁମ୍ଭେ ମୋ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ। ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ। ତୁମ୍ଭେ ମୋତେ ଉଚ୍ଚୀକୃତ କରୁଅଛ। ମୋ ଶତ୍ରୁଗଣମାନଙ୍କ ଠାରୁ ମୋତେ ତୁମେ ଉଚ୍ଚୀକୃତ କରୁଅଛ ଏବଂ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ ତୁମେ। ଦାଉଦଙ୍କ ଜୀବନରେ ଆସନ୍ତୁ ଦେଖିବା। ତାଙ୍କ ସହଚରମାନେ, ତାଙ୍କ ସହିତ ଥିବା ଲୋକମାନେ ତାହାଙ୍କ ବିପକ୍ଷରେ ଆସିଲେ, ରାଜା ଏବଂ ସୈନିକମାନେ, କିନ୍ତୁ ସେ ସମସ୍ତଙ୍କଠାରୁ ପରମେଶ୍ୱର ତାଙ୍କୁ ଉଦ୍ଧାର କରିଲେ। ପରମେଶ୍ୱର ସେ ସମସ୍ତଙ୍କ ଅପେକ୍ଷା ଦାଉଦଙ୍କୁ ଉଚ୍ଚତମ ସ୍ଥାନ ଦେଲେ। ମୁଁ ଜଣେ ଭାଇଙ୍କୁ ଜାଣେ, ସେ ଖ୍ରୀଷ୍ଟଙ୍କର ଅଟନ୍ତି, ପୁଣି କୌଣସି ପ୍ରକାରେ ସେ ଲାଞ୍ଚ ନିଅନ୍ତୁ ନାହିଁ, ବିଶ୍ୱସ୍ତ। ତାହାଙ୍କ ଉପରେ ଅନେକ ତାଙ୍କ ଉପରେ ଥିବା ତଳେ ଥିବା ଲୋକମାନେ ଷଡ଼ଯନ୍ତ୍ର କଲେ, ଆଉ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି କହିଲେ ଏ ଲାଞ୍ଚ ନେଇଅଛି। ତାଙ୍କ ବିରୁଦ୍ଧରେ ମିଥ୍ୟା ଦୋଷାରୋପ କରିଲେ। ଏଣୁ ତାହାଙ୍କୁ ପଚାରୁଥିବା ସମୟରେ ସମସ୍ତ ଉଚ୍ଚ ପଦାଧିକାରୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ଦେଖ, ତୁମେ ଲାଞ୍ଚ ନେଇଅଛ, ଆଉ ତୁମକୁ ତାହା ସ୍ୱୀକାରିବାକୁ ପଡ଼ିବ। ଯଦି ତୁମେ ସ୍ୱୀକାର କରିବ ନାହିଁ, ଆମେ ତୁମକୁ ଅପମାନିତ କରି ଜେଲରେ ତୁମକୁ ପକାଇ ତୁମକୁ ବହୁତ କଷ୍ଟ ଦେବୁ। ସେ କହିଲେ, ମୁଁ ଏପରି କୌଣସି କାର୍ଯ୍ୟ କରିନାହିଁ। ମୁଁ ସମସ୍ତଙ୍କୁ ବହୁତ ପ୍ରେମ କରେ ଏବଂ ବିଶ୍ୱସ୍ତ ସହକାରେ କାର୍ଯ୍ୟ କରିଥାଏ। କାହା ସହିତ ତ ମୋର କୌଣସି ଶତ୍ରୁତା ନାହିଁ। ଏହି ବ୍ୟକ୍ତି ଜଣକ ବହୁତ ଭୟଭୀତ ହେଲେ। ଅଧିକାରୀମାନେ ବହୁତ ସେମାନଙ୍କୁ କଷ୍ଟ ଏବଂ ଧମକ ଦେବା ସକାଶୁ ଏହି ଭାଇ ଈଶ୍ୱରଙ୍କ କତିକୁ ଗଲେ, ଆଉ କହିଲେ, ପ୍ରଭୁ, ଏବେ କ'ଣ କରିବି? ମୁଁ ରାତିସାରା ଈଶ୍ୱରଙ୍କ ନିକଟରେ ଅଶ୍ରୁପାତ କରି କହିଲେ, ପ୍ରଭୁ, ମୋ ନିମନ୍ତେ କୌଣସି ସାହାରା ନାହିଁ। ମୋ ସହିତ କେହି ନାହାନ୍ତି। ମୁଁ କ'ଣ କରିବି? ବହୁତ ଭୟ ଲାଗୁଅଛି। କିନ୍ତୁ ପରମେଶ୍ୱର ତାହାଙ୍କୁ ହୃଦୟରେ ଶାନ୍ତି ଦେଲେ। ତୁମେ ବର୍ତ୍ତମାନ ଯାଅ, ଆଉ ଆମ୍ଭେ ତୁମ୍ଭ ସହିତ ଗମନ କରିବା। ଆଉ ସକାଳୁ ଯେତେବେଳେ ସେ ଅଫିସକୁ ଗଲେ, ପରିସ୍ଥିତି ସମ୍ପୂର୍ଣ୍ଣ ପରିବର୍ତ୍ତନ ପରିସ୍ଥିତି ଆସିଯାଇଥିଲା। ଉଚ୍ଚ ପଦାଧିକାରୀମାନେ କହିଲେ, ତୁମକୁ ଭୟ କରିବାର କୌଣସି ଆବଶ୍ୟକ ନାହିଁ। ତୁମ୍ଭକୁ ମିଥ୍ୟା ଦୋଷରେ ଦୋଷାରୋପ କରାଯାଇଥିଲା। ପୁଣି ଯେଉଁ ବ୍ୟକ୍ତିମାନେ ତୁମକୁ ଫସାଇବା ପାଇଁ ଚେଷ୍ଟା କରୁଥିଲେ, ଆମେମାନେ ସେମାନଙ୍କୁ ଡିପ୍ରମୋଟ୍ କରିଅଛୁ, ସେମାନଙ୍କୁ ପୁଣି ଜାଣିସାରିଲୁ। ଏଣୁ ତୁମକୁ ଆମେ ପଦୋନ୍ନତି ଦେବାକୁ ଯାଉଅଛୁ। ଏହି ବ୍ୟକ୍ତିଙ୍କୁ ଲୋକମାନେ ଈର୍ଷା ସକାଶୁ ଫସାଇବାକୁ ଚାହୁଁଥିଲେ, କିନ୍ତୁ ପରମେଶ୍ୱର ତାହାଙ୍କୁ ସମ୍ଭାଳିଲେ। ଯେଉଁ ପରମେଶ୍ୱର ଦାଉଦଙ୍କ ନିମନ୍ତେ କାର୍ଯ୍ୟ କରିପାରିଲେ, ସେହି ପରମେଶ୍ୱର ଆପଣଙ୍କ ପାଇଁ ବି କରିବେ। ଆପଣ ଯେଉଁଠାରେ କାମ କରନ୍ତି, ପୁଣି ଯେଉଁଠାରେ ରହୁଛନ୍ତି, ଆପଣ ଯେଉଁଠାରେ ବ୍ୟବସାୟ କରନ୍ତି ଏବଂ ଯେଉଁଠାରେ ଆପଣଙ୍କର ଦାୟିତ୍ୱଭାର ରହିଅଛି, ଆପଣଙ୍କ ବିରୁଦ୍ଧରେ ଲୋକମାନେ ଜଳିବେ, କିନ୍ତୁ ପରମେଶ୍ୱର ଅଛନ୍ତି। ଆପଣଙ୍କ ଶତ୍ରୁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଈର୍ଷା କରୁଛନ୍ତି, ସେ ସମସ୍ତ ବିଷୟ ପରମେଶ୍ୱର ସମ୍ଭାଳିବେ। ସେ ସର୍ବନିୟନ୍ତ୍ରଣକର୍ତ୍ତା ଅଟନ୍ତି। ବିଶ୍ୱାସ କରୁ। ହେ ପରମେଶ୍ୱର, ତୁମ୍ଭେ ଦାଉଦଙ୍କୁ ଯେପରି କରିଲ, ମୋତେ ମଧ୍ୟ ତୁମେ ସେହିପରି ହିଁ ଉଦ୍ଧାର କରିବ ବୋଲି ମୁଁ ବର୍ତ୍ତମାନ ଏହି ସମୟରେ ପ୍ରାର୍ଥନା କରୁଅଛି। ପ୍ରଭୁ, ମୋ ବିରୁଦ୍ଧରେ ଅନେକ ଠିଆ ହୋଇଛନ୍ତି, ପୁଣି ମୋତେ ସମସ୍ତେ ବିନଷ୍ଟ କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ପ୍ରଭୁ, ତୁମେ ମୋର ସଙ୍ଗରେ ରୁହ ବୋଲି ମୋର ପ୍ରାର୍ଥନା। ତୁମେ ନିଶ୍ଚୟ ମୋ ସହିତ ରହିବ, ପୁଣି ମୋର ମସ୍ତକକୁ ତୁମେ ଉଚ୍ଚ କରିବ। ଏଥିପାଇଁ ଧନ୍ୟବାଦ ପ୍ରଭୁ।
ଆଉ ମୋ ଜୀବନରେ ତୁମେ ଏହିପରି କର୍ମ କରିବାକୁ ଯାଉଛ। ଏଣୁ ଧନ୍ୟବାଦ। ଯୀଶୁଙ୍କ ନାମରେ ପ୍ରାର୍ଥନା କରିଲି। ଆମେନ୍ ଆମେନ୍।